ଯାହାଙ୍କର ଭୟରେ ପବନ ପ୍ରବହମାନ ହୁଅନ୍ତି, ଇନ୍ଦ୍ର ଯଥା ସମୟରେ ବୃଷ୍ଟି କରନ୍ତି, ପବନ ପ୍ରବହମାନ ହୁଅନ୍ତି ଏବଂ ସୂର୍ଯ୍ୟ ନାରାୟଣ ପୂର୍ବରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ଯାଆନ୍ତି। ସେହି ମା ହେଉଛନ୍ତି କୁତାମଚଣ୍ଡୀ। ଏ କୁତାମଚଣ୍ଡୀ ପୀଠରେ ଏ କାଂସ କଣ୍ଟାପଡ଼ାର ଗ୍ରାମବାସୀମାନେ ଏକତ୍ରିତ ହୋଇ ଆଜିକି ବହୁ ବର୍ଷ ହେଲା ବିଶ୍ୱ ଶାନ୍ତି ଚଣ୍ଡୀ ଯଜ୍ଞଟିଏ କରୁଛନ୍ତି। ଭଗବାନ ଶ୍ରୀମଦ୍ ଭଗବତ ଗୀତାରେ ତୃତୀୟ ଅଧ୍ୟାୟ ଏବଂ ଚତୁର୍ଥ ଅଧ୍ୟାୟରେ ତୃତୀୟ ଅଧ୍ୟାୟରେ କହିଛନ୍ତି ଅନ୍ନାଦ ଭବନ୍ତି ଭୂତାନି ପର୍ଜନ୍ୟାଦନ୍ନ ସମ୍ଭବ ଯଜ୍ଞାଦ ଭବତି ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବ। ଅର୍ଥାତ୍ ଏ ସଂସାରରେ ବର୍ଷା ହେଲେ ଯଜ୍ଞ ଦ୍ୱାରା ବୃଷ୍ଟି ହୁଏ, ବୃଷ୍ଟି ହେବା ଦ୍ୱାରା ଶସ୍ୟ ଶ୍ୟାମଳା ପୃଥିବୀ ହୁଏ, ଅନ୍ନ ଖାଦ୍ୟ ପାନୀୟ ଇତ୍ୟାଦି ଜୀବଜଗତକୁ ମିଳେ। ତେଣୁ ଯଜ୍ଞ ଦ୍ୱାରା ସମସ୍ତ ପ୍ରାଣୀଙ୍କର କଲ୍ୟାଣ ହୁଏ। ଦେବତାମାନେ ଯଜ୍ଞ ଦ୍ୱାରା ଆମର ବେଦୋକ୍ତ ମନ୍ତ୍ର ଅଛି ଓମ୍ ଅଗ୍ନିଦୂତଂ ପୁରୋଦଧେ ହବ୍ୟବାହମୁପବେ ଦେବାଙ୍ଗାସାଦୟାଦିହ। ଏ ଅଗ୍ନି ଏ ଯଜ୍ଞେଶ୍ୱର ନାରାୟଣ ବୈଶ୍ୱାନର ଅଗ୍ନି ଦୂତଂ ପୁରୋଦଧେ, ଅଗ୍ନିଙ୍କୁ ଦୂତଂ ଦେବତା ଭାନ କର୍ତ୍ତାରଙ୍କୁ ପୁରୋଦଧେ ସମ୍ମୁଖରେ ମୁଁ ସ୍ଥାପନ କରିଅଛି। ପୁରୋଦଧେ ହବ୍ୟବାହମୁପବେ, ହବ୍ୟବାହଙ୍କୁ ଯେ ହବ୍ୟଂ ଅର୍ଥାତ୍ ମର୍ତ୍ତ୍ୟପୃଷ୍ଠରୁ ଘୃତ ସମିଧନ ଚରୁ ଇତ୍ୟାଦି ଗ୍ରହଣ କରି ଯେ ସ୍ୱର୍ଗଲୋକରେ ଇନ୍ଦ୍ର ଦେବତାଙ୍କୁ ଦିଅନ୍ତି, ସେ ହେଉଛି ହବ୍ୟଂ ବହତି ଇତି ହବ୍ୟବାହ। ହବ୍ୟଂ ବାହଂ ମୁପବ୍ରୁବେ, ତାଙ୍କ ବ୍ରୁବେ ମାନେ କହୁଛି ବ୍ରୁ ଧାତୁ, ଏଇଟା ହେଉଛି ଲଟ୍ ଲକାର ଉତ୍ତମ ପୁରୁଷ ଏକବଚନ। ଅହଂ ବ୍ରୁବେ କିଂ ବ୍ରୁବେ ନା ଦେବାନାସାଦୟାଦିହ, ଦେବତାମାନଙ୍କୁ ତୁମେ ଏଠାରେ ଆସନ ବା ସ୍ଥାପନ କରି ସେମାନଙ୍କୁ ତାଙ୍କର ଏମାନଙ୍କ କର୍ତ୍ତା ଏବଂ ଗ୍ରାମବାସୀ ଭକ୍ତମାନଙ୍କର ଦୁଃଖ ଜଣାଅ, ସେ ଦେବତାମାନଙ୍କୁ ସନ୍ତୁଷ୍ଟ କରନ୍ତୁ, ସମସ୍ତଙ୍କର କଲ୍ୟାଣ ହେଉ। ମୁଁ ହେଉଛି ପଣ୍ଡିତ କାହ୍ନୁ କୃଷ୍ଣମୋହନ ମିଶ୍ର ଶର୍ମା। ମୋ ଘର ପଦ୍ମପୁରୀ ଶାସନ, ସ୍ୱର୍ଣ୍ଣ ପଦକ ପ୍ରାପ୍ତ, କର୍ମକାଣ୍ଡ ବାଚସ୍ପତି, ପୁରୋହିତ ପ୍ରବୀଣ, କର୍ମକାଣ୍ଡ ବାରିଧି, ପୁରୋହିତ ସର୍ବାଳଙ୍କାର ଆଦି ଅନେକ ଉପାଧି ପ୍ରାପ୍ତ ହୋଇଅଛି।